ଲଗାଣ ବର୍ଷାରେ ଜନଜୀବନ ପ୍ରଭାବିତ। ବର୍ଷା ପାଣିରେ ଧୋଇ ହୋଇଗଲା ଅସ୍ଥାୟୀ ପୋଲ ରାସ୍ତା। ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା। ଏହାର ପ୍ରଭାବରେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଅଞ୍ଚଳରେ ସୋମବାର ରାତିରୁ ଆରମ୍ଭ ହୋଇଯାଇଛି ଲଗାଣ ବର୍ଷା। ଏହି ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ସମସ୍ତ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଅନ୍ୟ ଦିଗରେ ବ୍ଲକର ଭାଲୁମୁଣ୍ଡା ଛକରୁ ସାନ୍ଦା ଦେଇ ଆଲୁଅଝରଣ ପର୍ଯ୍ୟନ୍ତ ଯାଇ କାମାକ୍ଷାନଗରରୁ ଢେଙ୍କାନାଳ ରାସ୍ତା ସହିତ ସଂଯୋଗ ହୋଇଥିବା ପୂର୍ତ୍ତ ବିଭାଗର ରାସ୍ତାଟି ବର୍ତ୍ତମାନ ବର୍ଷାର ଅବପାତରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଜଣାଯାଏ ସାନ୍ଦା ଗ୍ରାମଠାରୁ ଅଳ୍ପ ଦୂରରେ ପୂର୍ତ୍ତ ବିଭାଗ ରାସ୍ତାକୁ ଲାଗି ପେଟ୍ରୋଲ ପମ୍ପ ରହିଛି। ଏହି ପେଟ୍ରୋଲ ପମ୍ପକୁ ଲାଗି ବଡ଼ଯୋଡ଼ା ନାମରେ ଏକ ନାଳ ରହିଛି। ଏହି ନାଳ ଉପରେ ନୂତନ ଭାବେ ପୋଲ ନିର୍ମାଣାଧୀନ ଅବସ୍ଥାରେ ଥିବାବେଳେ ଜନସାଧାରଣ ଓ ଯାନବାହନ ଉଭୟ ପାର୍ଶ୍ୱକୁ ଗମନାଗମନ କରିବା ପାଇଁ ପୋଲ ନିକଟରେ ଏକ ଅସ୍ଥାୟୀ ରାସ୍ତା କରାଯାଇଥିଲା, ଯାହାଫଳରେ ଏହି ରାସ୍ତାଟି ଲଗାଣ ବର୍ଷାରେ ଧୋଇ ହୋଇଯାଇଛି। ଫଳରେ ବାହ୍ୟ ଜଗତ ବିଚ୍ଛିନ୍ନ ହୋଇପଡ଼ିଥିବା ବେଳେ ଏହି ନାଳ ଉପରେ 4 ଫୁଟ ଉପରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ରାସ୍ତାରେ ପର୍ଜଙ୍ଗ ଦିଗରୁ ଯାଉଥିବା ଜନସାଧାରଣ, ଯାନବାହନ ଓ କଟକ ଭୁବନେଶ୍ୱର ଦିଗରୁ ଆସୁଥିବା ଯାତ୍ରୀବାହୀ ବସ୍ ସମେତ ଅନ୍ୟ ଛୋଟ ବଡ଼ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକରୁ ନିର୍ମଳ ଗଡ଼ନାୟକଙ୍କ ରିପୋର୍ଟ, ନା ଓଡ଼ିଶା ନ୍ୟୁଜ୍। ଲାଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇଁ www.naodisha.com କୁ ଲଗ୍ଇନ୍ କରନ୍ତୁ।